ନମସ୍କାର। ଜୟ ଜଗନ୍ନାଥ। ଆସିଲୁଣୁ ପାର୍ଟିରେ ଥିଲି, ବହୁତ ଗରମ ହେଲା। ଗରମ ପରେ ବି 4 ମାସର ଦରମା ଦେଲେନି। ସେଥିପାଇଁ ହେଉଛି ଆମେ ସମସ୍ତେ ଡଲିଅପା ସମସ୍ତେ ପଳେଇଲେ। ଡଲିଅପା ସଞ୍ଜୟ ବାବା ସବୁ ପଳେଇ ପୁଳା ଗଲେ। ଲାଷ୍ଟ ନାଟକରେ ବି ତାଙ୍କର ନଥିଲା ଛାତି ନାଟକର, ସେମାନେ ସବୁ ପଳେଇଲେ। ପଳେଇ ଆମେ ବି ସବୁ ପଳେଇ ଆସିଲୁ। ଆଉ ମାଲିକ ଯଦି ତୁମର ପଇସା ଦେବାର ନଥିଲା, ତୁମେ କ'ଣ ପାଇଁ ଆଖଡ଼ାଖୁଡ଼କୁ ଆମ ସମସ୍ତଙ୍କୁ ଡାକିକି ଆଣୁଥିଲ? ଯାହାର ଗାଡ଼ି ଅଛି ସେମାନେ ସମସ୍ତଙ୍କ ଘରକୁ ପଳେଇଲେ। ଆମର ଗାଡ଼ି ଫାଡ଼ି ନାହିଁ, ଆମେ ବସ୍ରେ ଆସିଲୁ। ଯଦି ଆସିଲୁ କାହିଁକି ଆଖଡ଼ାଖୁଡ଼କୁ ସମସ୍ତ ଛୁଆ ପିଲା ଡ୍ୟାନ୍ସ, ଆଜି ମ୍ୟୁଜିକ୍, ଲେବର, ଡ୍ରାଇଭର ସାଙ୍ଗ ସମସ୍ତଙ୍କୁ ଡକେଇକି ଲାଭ କ'ଣ? ଡାଲମା ଭାତ ଗଣ୍ଡେ ଦେଇକି ବସେଇବାର। ଯଦି ପଇସା ଦେବାର ନଥିଲା ଆପଣଙ୍କର, ଆପଣ ଆଖଡ଼ା ଛୁଟିରେ ବନ୍ଦ କରିଦେଲେନି। କାହିଁକି ଏମିତି ହଇରାଣ କଲେ? ହଇରାଣ ହେଇକି ଆସିଲୁ। ଭଗବାନ ବୁଝିବେ ସେ କଥା। ଛୁଆ ପିଲା ଛାଡ଼ିକି ଯାଇକି ରାତି ଅନିଦ୍ରାର ଖଟିଲା ପରେ ବି ପଇସା ଦେଲେନି। ନଦେଲେ ନାହିଁ, ଦେଲେନି ଯେ ଭାରି ମନ ଦୁଃଖ। କଥାଟା ସର୍ଟରେ କହିଦେଉଛି ସିନା, ପାଟିରେ ନଦେଲେ ନାହିଁ, କିନ୍ତୁ ଭାରି ମନ ଦୁଃଖ। କାରଣ ଭାବିଥିଲୁ ନା ସେଇ ପଇସାରେ ଏଇଟା କରିବି କି ସେଇଟା କରିବି ବୋଲି ଭାବନା ଥିଲା। ଯେତେବେଳେ ପଇସାଟା ନଦେଲେ, ତେଣୁ ତାକୁ ଆଡ଼ଜଷ୍ଟ କେମିତି କରିବୁ, କେଉଁଠି କରିବୁ? ଆଉ କ'ଣ ମୋର ବୟସ ଅଛି ଯେ ମୁଁ କେଉଁ କାମ କରିକି ସେ ପଇସା ଆଡ଼ଜଷ୍ଟ କରିପାରିବି? ତେଣୁ କରିପାରୁନି ଆଡ଼ଜଷ୍ଟ। ଭାରି ଦୁଃଖ ବି ଲାଗୁଛି, ମନ ବି ବହୁତ ଦୁଃଖ ଭିତରେ ଅଛି। ସେଥିପାଇଁ ଦେହ ବି ଖରାପ ହେଇଗଲା। କାହିଁକି କେଜାଣି 8 ଦିନ ଖଣ୍ଡେ ହେଲାଣି ଦେହ ଭଲ ନାହିଁ। ସେଥିପାଇଁ ମୁଁ ବ୍ଲଗ୍ ଟିକେ କରୁଥିଲି, ଆଉ କରିପାରୁନି। ଆଜି ମୁଁ ଭାବୁଛି ସତରେ, ନିଜକୁ ଭାବୁଛି ନାରୀ ଗୋଟେ କେତେ କଷ୍ଟ କରିବ। ଖାଲି ସରକାର କତୁରୁ, ଘର କତୁରୁ ସବୁ କହିବେ କ'ଣ ନା ନାରୀ ଆଗରେ। ହଁ, ନାରୀ ଆଗରେ କହିବା ସ୍ୱାଭାବିକ। କାହିଁକିନା ରାତି ପାହିଲେ ତ ନାରୀ ହିଁ ଉଠିବ ନା। ରାତି ପାହିଲେ ଉଠିବ, ରାତି ସରିଲେ ସିଏ ଶୋଇବ। ଆଉ ସମସ୍ତେ କହିବେ କ'ଣ ନା ନାରୀ ହେଉଛି ଆଗରେ। ସବୁ କଥାରେ ନାରୀ ଆଗରେ, ଏଇଟା କହିବା ମିଛ। ସବୁ ପରେ ବି ନାରୀ ଟର୍ଚର ହେଇ 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 ଜଳି ଜଳି ତା ସଂସାରକୁ ରଖିଥାଏ, କିନ୍ତୁ ଶେଷରେ ପଛର ପଡ଼ିଯାଏ। କାରଣ ଆଜିକାଲି ମଣିଷ କ'ଣ, ଆଜିକାଲି ଦୁନିଆରେ ପରା ଯେଉଁଠି ଗୋଳିଆ ଗୋଳିଆ ପାଣି ହେଇଥିବ ସେଇଠି ହିଁ ତୁମେ ମାଛ ପାଇବ। ଆଉ ଯେଉଁଠି ସଫା ପାଣି ହେଇଥିବ ସେଠି ମାଛ ରହିବେନି। ସେଥିପାଇଁ ଭଲ ମଣିଷ କତର ଭଲ ଲୋକ ରହିବେନି। ତେଣୁ ଆଜି ମୋ ପାଖରେ କେହି ନାହାନ୍ତି, ଏକୁଟିଆ। ଆଜି ମୋ ଦୁଃଖରେ ଦୁଃଖ, ମୋ ସୁଖରେ ସୁଖ ହେବା ପାଇଁ କେହି ନାହାନ୍ତି। ବହୁତ ଏକୁଟିଆ। ସେଇ ଭଗବାନଙ୍କୁ ଡାକିକି ମନୋବଳ ତ ମୋର ଭାଙ୍ଗି ଯାଇଛି। ଇଏ ଗଲା ପରଠୁ ଆଗକୁ ପାଦ ପକାଇବା ପାଇଁ ବି ଗୋଟେ ବଳ ଦରକାର। 100 ଥର ମୁଁ ଚିନ୍ତା କରୁଛି, ଏଇ ପାଦଟା ପକାଇବି କଣ୍ଟା ଭୁକିଯିବ କି? ସବୁ ପରେ ବି ମୋତେ ଭାବିବାକୁ ପଡ଼ୁଛି। ମଣିଷର ବ୍ୟାକ୍ଗ୍ରାଉଣ୍ଡ ଗୋଟେ ଥାଏ, ସବୁ କଥା ଭାବିକି ସେ କିଛି କରେ। ତେଣୁ ଭାବିଲେ ବି ସବୁ ତ ଭାବିକି ରହିହେବନି ନା। ପ୍ରଥମେ ତ ପଇସା ଦରକାର ନା। ପଇସା ନହେଲେ କ'ଣ କରିପାରିବ? ନା ମଣିଷ ପାଠ ପଢ଼ିପାରିବ, ନା ଲୁଗାଟେ ପିନ୍ଧିପାରିବ, ନା ଗଣ୍ଡେ ଖାଇପାରିବ। ପଇସା ନହେଲେ ତ କିଛି କରିପାରିବାନି ନା। ତେଣୁ ନାରୀ ଆଗରେ କେଉଁଠି? ସବୁ ପରେ ବି ତା ସ୍ୱାମୀ ପାଖରେ ସେ ରହେ। ସବୁ ସ୍ୱାମୀର ଟର୍ଚର, ସ୍ୱାମୀର ଗାଳି, ସ୍ୱାମୀର ଭାଷା। ନାରୀଟି ରହୁଥିବ ସ୍ୱାମୀ ପାଖରେ, କିନ୍ତୁ ସ୍ୱାମୀ କହୁଥିବ କ'ଣ ନା ତୁ ବେଶ୍ୟା। ତଥାପି ନାରୀ ସହିଥିବ। ସେଇ ପିଲାମାନଙ୍କ ମୁହଁକୁ ଚାହିଁକି ସ୍ୱାମୀର କଥାକୁ ସହିଯାଏ। ତଥାପି ସ୍ୱାମୀ ସିଏ ହୁଏ। ଯେତେ ଭାଷା, ଯେତେ ଅପବାଦ, ଯେତେ ଅପମାନ ସହିକି ପଥର ହେଇଗଲା ପରେ ବି ତଥାପି ଏ ପୁରୁଷ ସମାଜ ବୁଝେନି। ମୁଁ ନାରୀକି ଏତେ କହୁଛି, ଏତେ ଅପମାନ ଦେଉଛି, ଏତେ ଗାଳିଗୁଲଜ କରୁଛି, ଅପବାଦ ଦେଉଛି, ସମାଲୋଚନା କରୁଛି, ତଥାପି ନାରୀଟି ମୋତେ ସ୍ୱାମୀ ବୋଲି କହି ମୋ ଗୋଡ଼ରେ ତେଲ ମାରି ଦେଉଛି। ମୋତେ ଖାଇବାକୁ ଗଣ୍ଡେ ରୋଷେଇ କରିକି ଦେଉଛି। ମୋ ପିଲାମାନଙ୍କ ଦାୟିତ୍ୱ ନେଉଛି, ଏ ଘରର ଦାୟିତ୍ୱ ନେଉଛି। ଦିନେ ସେ ପୁରୁଷ ଭାବି ନାହିଁ କି ଭାବୁଥିବେ ବସିକି, କିନ୍ତୁ ନାରୀ ଆଗରେ କେବେ କହିବେନି
ପୁରୁଷର ଗର୍ବଟା, ଯେଉଁ ପୌରୁଷତ୍ୱର ଗର୍ବଟା କାଳେ ନାରୀର ପାଦ ତଳେ ପଡ଼ିଯିବ କି? ନା, ସେ ଭାବନା କରନ୍ତୁନି। କାରଣ ଯେଉଁ ନାରୀଟିକି ତମେ ବାହା ହେଇଛ ସିଏ ହେଉଛି ଅର୍ଦ୍ଧାଙ୍ଗିନୀ। ପୁରୁଷର ଅର୍ଦ୍ଧାଙ୍ଗିନୀ ହେଉଛି ନାରୀ। ଅଧା ଅଧିକାର, ଅଧା ସବୁ। ତଥାପି ତା ପାଖରେ ଦୁଃଖ ସୁଖର ସାଥୀ କାହାକୁ କୁହାଯାଏ? ନିଜ ସ୍ତ୍ରୀଟି ହିଁ ଦୁଃଖ ସୁଖର ସାଥୀ। କିନ୍ତୁ ପୁରୁଷ ସୁଖ ଜଣେଇବନି କି ଦୁଃଖ ଜଣେଇବନି। ବୁଝିଲ? ତେଣୁ ସେଇ ନାରୀ, ସେଇ ସ୍ତ୍ରୀଟି ପାଖରେ ଯଦି ଦୁଃଖ ସୁଖର ସାଥୀ ହେଇ ଦୁଃଖର ଇଏଟାକୁ ବାଣ୍ଟିକି ସ୍ତ୍ରୀ ସହିତ ମାନେ ମିଶିକି ଦୁଃଖ ବାଣ୍ଟିକି ଚଳିବେ ସ୍ୱାମୀ ସ୍ତ୍ରୀ, ଦୁନିଆର କାହାରି ଘର ବି କଳି କଜିଆ ହବନି। ଏ ପୁରୁଷର ଗର୍ବ ଯୋଉଠି, ନାରୀର ଅଶାନ୍ତି ସେଇଠି। ଆଉ କ'ଣ କହିବି? କ'ଣ ଆଉ କହିବି? ମୋ ଦୁଃଖ ତ କହିଲେ ନ ସରେ। କଥାରେ କହନ୍ତି, ଖଜିର ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ। କ'ଣ ଆଉ କହିବି? ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।